I look at the fruit seller standing in a corner of the square near the hotel. এই সেন্টেন্সটা তুমি পার্সিং করো, এই সেন্টেন্সটা পুরো অপারেশন করিও হলো। I subject look for at preposition the determiner fruit seller noun standing verb in a corner prepositional phrase of preposition the determiner ଛାଡ଼ ତୁମ କରିପାରିବେନି ହେଲା। এই সেন্টেন্সରେ ଆମେ I look at the fruit seller standing in a corner of the square near the hotel। এই সেন্টেন্সটা যদি ଆମେ ଅପରେସନ୍ କରିବା, ଏଭ୍ରି ସେଣ୍ଟେନ୍ସ ଯଦି ଆମକୁ ବ୍ରେକ୍ କରିବା ଯଦି ସେଣ୍ଟେନ୍ସ ଆମେ ପାର୍ସିଂ କରିବା ତାହେଲେ କ'ଣ ହେବ? ଏଇଟା ଆଇଟା ହେଉଛି କ'ଣ? ସବଜେକ୍ଟ, ଲୁକ୍ଟା ହେଇଯିବ ଭର୍ବ। ଏଇ ଯେଉଁ ଲୁକ୍ ଏଟା ପୁରା ଫ୍ରେଜାଲ୍ ଭର୍ବ ହେଲା। ଆଇଟା ହେଲା ସବଜେକ୍ଟ, ଲୁକ୍ ଏଟା ହେଲା ପୁରା ଭର୍ବ, ଫ୍ରେଜାଲ୍ ଭର୍ବଟା ପୁରା ଲୁକ୍ ଏଟା ଭର୍ବ। ତାପରେ ଦ ଫ୍ଲୁଟ୍, ଦ ଏଇ ଆମର ଦ ହେଲା ତୁମର ଆର୍ଟିକଲ୍ ଅର୍ ଡିଟରମିନାଣ୍ଟ କହିପାରିବା। ଫ୍ଲୁଟ୍ ସେଲର ପୁରା ଇଏ ହେଉଛି ପୁରା ନାଉନ୍ ହେଲା। ଫ୍ଲୁଟ୍ ସେଲର ପୁରା କମ୍ପାଉଣ୍ଡ ନାଉନ୍ ହେଲା। ତାପରେ ଷ୍ଟାଣ୍ଡିଂ, ଷ୍ଟାଣ୍ଡିଂଟା ଯେଉଁ ଏଇ ଯେଉଁ ଷ୍ଟାଣ୍ଡିଂଟା ଏଇଟା କି ଇଏ ଯେଉଁ ଭର୍ବ ୟାର ସବଜେକ୍ଟ କିଏ? ଏଇ ଯେଉଁ ଷ୍ଟାଣ୍ଡିଂ କିଏ ଷ୍ଟାଣ୍ଡିଂ କରୁଛି? ଆଇ ଷ୍ଟାଣ୍ଡିଂ କରୁଛି ନା ଇ ଷ୍ଟାଣ୍ଡିଂ ଫ୍ଲୁଟ୍ ସେଲର ଷ୍ଟାଣ୍ଡିଂ କରୁଛି ହେଲା। ମାନେ ମୁଁ କ'ଣ ଆଇ ଲୁକ୍ ଏଟ୍ ମୁଁ ଦେଖୁଛି ମାନେ କ'ଣ ଯେଉଁ ଫ୍ଲୁଟ୍ ସେଲର ଯିଏ ସିଏ ଷ୍ଟାଣ୍ଡିଂ କରୁଛି, କିନ୍ତୁ ଏଇ ଯେଉଁ ଷ୍ଟାଣ୍ଡିଂ ଲେଖା ହେଇଛି ନା ହେଲା, ଇଏ ଯେଉଁ ଫ୍ଲୁଟ୍ ସେଲର ହିଁ ଷ୍ଟାଣ୍ଡିଂ କରୁଛି, କିନ୍ତୁ ୟାର ଯେଉଁ ସବଜେକ୍ଟ କିଏ? ଫ୍ଲୁଟ୍ ସେଲର। କିନ୍ତୁ ଏଠି ଦେଖ ଇଜ୍ ଲେଖା ହେଇଛି, ଫ୍ଲୁଟ୍ ସେଲର ଇଜ୍ ଷ୍ଟାଣ୍ଡିଂ ଲେଖା ହେଇଛି, ଲେଖା ହେଇନି ହେଲା। ମାନେ ଇଏ ଲେଖା ହେଇନି ମାନେ ତେଣୁ ଏଠି ଷ୍ଟାଣ୍ଡିଂଟା କ'ଣ? ଇଏ ହେଉଛି ମେନ୍ ଭର୍ବ ନୁହେଁ ହେଲା। ଇଏ ଷ୍ଟାଣ୍ଡିଂଟା ଭର୍ବ ବଟ୍ ମେନ୍ ଭର୍ବ ନାହିଁ, ଇଏ ହେଉଛି ନନ୍ ଫାଇନାଇଟ୍ ଭର୍ବ ହେଲା। ଇଏ ହେଉଛି ତୁମର ନନ୍ ଫାଇନାଇଟ୍ ଭର୍ବ। ଭର୍ବର ଯେଉଁ ଆଇଏନ୍ଜି କ'ଣ? ଜେରେଣ୍ଡ ହେଇପାରେ, ପାର୍ଟିସିପଲ୍ ହେଇପାରେ। ଯଦି ନାଉନ୍ର କାମ କରିବା ତାକୁ ଆମେ ଜେରେଣ୍ଡ କହିବା, ଯଦି ଆଡଜେକ୍ଟିଭ୍ର କାମ କରିବା ତାକୁ ପାର୍ଟିସିପଲ୍ କହିବା। ତ ଇଏ ଷ୍ଟାଣ୍ଡିଂ କ'ଣ ଇଏ ସେଣ୍ଟେନ୍ସରେ ନାଉନ୍ର କାମ କରୁଛି କି? ନାଉନ୍ର କାମ କରୁନି, ତେଣୁ ଇଏ ଷ୍ଟାଣ୍ଡିଂଟା ତୁମର ଜେରେଣ୍ଡ ହେଇପାରିବ ନାହିଁ ହେଲା। ଇଏ ଯେଉଁ ଷ୍ଟାଣ୍ଡିଂ ଇଏ ଡେସ୍କ୍ରିପସନ୍ କାହାର ଡେସ୍କ୍ରିପସନ୍? ଫ୍ଲୁଟ୍ ସେଲର ଡେସ୍କ୍ରିପସନ୍, ମାନେ ଗୋଟେ ନାଉନ୍ର ଡେସ୍କ୍ରିପସନ୍। ଆଉ ନାଉନ୍ର ଡେସ୍କ୍ରିପସନ୍ ହେଲା ମାନେ ଏଇଟା କ'ଣ? ଏଇଟା ଆମେ ଆଡଜେକ୍ଟିଭ୍ଟା କନସିଡର କରିପାରିବା, ତେଣୁ ଏଇଟା ହେଇଯିବ ତୁମର ପାର୍ଟିସିପଲ୍। ତେଣୁ ପାର୍ଟିସିପଲ୍ ପୁଣି ଏଇଟା କ'ଣ? ଆଇଏନ୍ଜି ଫର୍ମାଟ୍ରେ ଲେଖା ହେଇଛି। ପାର୍ଟିସିପଲ୍ ପୁଣି ଦୁଇ ପ୍ରକାର, ପ୍ରେଜେଣ୍ଟ ପାର୍ଟିସିପଲ୍, ପାଷ୍ଟ ପାର୍ଟିସିପଲ୍। ତେଣୁ ଏଇଟା ପ୍ରେଜେଣ୍ଟ ପାର୍ଟିସିପଲ୍ ହେଇଯିବ। ତେଣୁ ଆଇ ହେଲା ସବଜେକ୍ଟ, ଲୁକ୍ ଏଟ୍ ଭର୍ବ, ଦ ଡିଟରମିନର, ଫ୍ଲୁଟ୍ ସେଲର ପୁରା ହେଲା ତୁମର କମ୍ପାଉଣ୍ଡ ନାଉନ୍, ଷ୍ଟାଣ୍ଡିଂ ହେଲା ତୁମର ପ୍ରେଜେଣ୍ଟ ପାର୍ଟିସିପଲ୍। ଇନ୍ ପୁଣି ତୁମର ହେଲା ହେଉଛି ପ୍ରିପୋଜିସନ୍, ତାର ଅବଜେକ୍ଟ ହେଲା ହେଉଛି ଏ କର୍ଣ୍ଣର ହେଲା। ଇଏ ଟୋଟାଲ୍ ପ୍ରିପୋଜିସନାଲ୍ ଫ୍ରେଜ୍ ହେଇଯିବ ଇନ୍ ଏ କର୍ଣ୍ଣର ହେଲା। ପୁଣି ଅଫ୍ ହେଲା ପ୍ରିପୋଜିସନ୍, ତାର ଅବଜେକ୍ଟ ହେଲା ଦ ସ୍କୋୟାର, ତେଣୁ ଅଫ୍ ଦ ସ୍କୋୟାର ହେଇଯିବ ପୁରା ପ୍ରିପୋଜିସନାଲ୍ ଫ୍ରେଜ୍। ପୁଣି ନିୟର ଆସିଲା ତୁମର ପ୍ରିପୋଜିସନ୍ ହେଲା। ପୁଣି ତାର ଅବଜେକ୍ଟ ହେଉଛି ଦ ହୋଟେଲ ହେଲା। ତେଣୁ ଏଇଟା ପୁରା ନିୟର ଦ ହୋଟେଲ ଉପରେ ପ୍ରିପୋଜିସନାଲ୍ ଫ୍ରେଜ୍। ପୁଣି ଦଟା ପୁଣି ଯଦି ଦ ହୋଟେଲ ଆମେ ଦେଖିବା, ତ ଦଟା ଖାଲି ଯଦି ଆମେ ଦେଖିବା ଦଟାକୁ ଆମେ କହିବା ହେଉଛି ତୁମର ଆର୍ଟିକଲ୍ ବା ତାକୁ ଡିଟରମିନାର କହିପାରିବା, ହୋଟେଲଟା ତାକୁ ନାଉନ୍ କହିବା। ଏମିତି ସେଣ୍ଟେନ୍ସକୁ ଏଇ ନଜରରେ ତୁମେ ଦେଖିଲେ ଯାଇକି ଏଭ୍ରି ୱାର୍ଡ଼କୁ ଯଦି ପୁରା ଇଏ କରିପାରିବ, ଆଇଡେଣ୍ଟିଫାଏ କରିପାରିବ, ତାର ସବୁ ଫଙ୍କସନ୍, ୱାର୍ଡ଼ ଫଙ୍କସନ୍, ପାର୍ଟ ଅଫ୍ ସ୍ପିଚ୍ ଫଙ୍କସନ୍ କରିପାରିବ, ତାହେଲେ ସେଇଟା ଜାଣିବ ଯେ